ଅକାଳରେ ଚାଲିଗଲେ ଯଶୋବନ୍ତ ପୂଝରୀ। ଛାତ୍ର ଜୀବନରେ ସେ ଥିଲେ ଜଣେ ମେଧାବୀ ଛାତ୍ର। ମାଟ୍ରିକ ପରୀକ୍ଷାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ପାସ୍ କରିଥିଲେ। ନିଜକୁ ସମାଜ ସେବାରେ ନିୟୋଜିତ କରି ଚାକିରିର ସୁଯୋଗ ମିଳିଥିଲେ ମଧ୍ୟ ଚାକିରି କରିନଥିଲେ ଯଶୋବନ୍ତ ପୂଝରୀ। ସମାଜ ସେବାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। କିନ୍ତୁ ସେଥିରେ ସଫଳତା ନ ପାଇ ବିଫଳତା ତାଙ୍କ ଜୀବନକୁ ଭିନ୍ନ ଏକ ରାସ୍ତାରେ ନେଇଗଲା। ନିଜ ଜୀବନରେ ମଦକୁ ଅତି ନିଜର କରିଲେ ସିନା ମଦ ତାଙ୍କ ପାଇଁ ବଡ଼ ଶତ୍ରୁ ପାଲଟିଗଲା। ମଦ ନିଶାରେ ଦିନ କାଟୁଥିବା ଯଶୋବନ୍ତ ପୂଝରୀ ଧୀରେ ଧୀରେ ଅସୁସ୍ଥ ହୋଇଗଲେ। ବଡ଼ ଭାଇ ସୁମନ୍ତ ପୂଝରୀ ସାନ ଭାଇଙ୍କୁ ଭଲ କରିବା ପାଇଁ ଅନେକ ବଡ଼ ବଡ଼ ମେଡିକାଲରେ ଚିକିତ୍ସା କରାଇଲେ। ମଦ ପିଇ ତାଙ୍କ ଶରୀର ଏମିତି ହୋଇଯାଇଥିଲା ଯେ ବଡ଼ ଭାଇ ଶତ ଚେଷ୍ଟା କରି ମଧ୍ୟ ସାନ ଭାଇଙ୍କୁ ବଞ୍ଚାଇ ପାରିଲେ ନାହିଁ। ନିଜର ସ୍ତ୍ରୀ ଏବଂ ଏକମାତ୍ର ଦିବ୍ୟାଙ୍ଗ ପୁଅକୁ ଛାଡ଼ି ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଗଲେ ଯଶୋବନ୍ତ ପୂଝରୀ। ତାଙ୍କ ମୃତ୍ୟୁରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଉପାଧ୍ୟକ୍ଷା ଦୁର୍ଗା ପ୍ରସାଦ ମହାନ୍ତି, ସାମ୍ବାଦିକ, ସମାଜସେବୀ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଶୋକାକୁଳ ପରିବେଶ ମଧ୍ୟରେ ନିକଟସ୍ଥ ଗାଡ଼ିଆ ଜୋର ନଈପଠାରେ ବଡ଼ ଭାଇ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରାଯାଇଛି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, ଏବି ନ୍ୟୁଜ।